ବଡ଼ରମା ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡ଼ରମା ବନାଞ୍ଚଳ ଭୂତେଲ ସେକ୍ସନ ଅଞ୍ଚଳର ପୋଡ଼ାଡିହି ଗ୍ରାମରେ ଟାୱାର ପାଖରେ ଏକ ଦନ୍ତାହାତୀର ଶବ ଠାବ କରାଯାଇଛି। ବାମରା ଡିଏଫ୍ଓ ବାସୁଦେବ ପଟ୍ଟନାୟକ, ARCS ବଡ଼ରମା ରେଞ୍ଜର ଗିରିଧାରୀ ପ୍ରଧାନ, ସ୍ଥାନୀୟ ଫରେଷ୍ଟର ଏବଂ ଅନ୍ୟ ଅଧିକାରୀଗଣ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ। ଭୁବନେଶ୍ୱରରୁ STF ଟିମ୍ ଆସିବା ପରେ ହାତୀର ଶବ ବ୍ୟବଚ୍ଛେଦ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ବନ ବିଭାଗ ପକ୍ଷରୁ କୁହାଯାଇଛି ଦୁଇଟି ହାତୀ ମଧ୍ୟରେ ସଂଘର୍ଷ ଯୋଗୁଁ ଏଭଳି ହୋଇଥାଇପାରେ। ତେବେ ହାତୀ ସଂଘର୍ଷ ସମୟରେ ବନ ବିଭାଗର ଅଧିକାରୀ କର୍ମଚାରୀ କେମିତି ଜାଣିପାରିଲେ ନାହିଁ ତାହା ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ଗ୍ରୀନ୍ ନେଟ୍ ଦିଆଯାଇ ଚାରିଆଡ଼େ ଘେରାଯାଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆମର ବଡ଼ରମା ରେଞ୍ଜର ପୋଡ଼ାଡିହି ବିଟ୍ର ଉଷାକୁଠି ସଂରକ୍ଷିତ ଜଙ୍ଗଲ ଭିତରେ ଗୋଟେ ଦନ୍ତାହାତୀର ମୃତଦେହ ଠାବ କରାହେଇଛି। ଆଉ ସେହି ଦନ୍ତାହାତୀର ଦୁଇଟି ଯାକ ଦାନ୍ତ ମଧ୍ୟ ଇଣ୍ଟାକ୍ଟ ଅଛି। ତାପରେ ଆଜି ତାର ପୋଷ୍ଟମର୍ଟମ କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଆଉ ଆମର ଭୁବନେଶ୍ୱରରୁ JTF ଟିମ୍ ଆସୁଛନ୍ତି, ତେଣୁ ଏ ସମସ୍ତଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯିବ। ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ମଧ୍ୟ ଅଛନ୍ତି। ଆଉ ତେଣୁ ଏ ସବୁ ସରିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। राष्ट्र सर्वोपरि, राष्ट्र प्रथम, सदा सर्वदा।